ଜୟ ଜଗନ୍ନାଥ ନମସ୍କାର ସାଙ୍ଗମାନେ। ଯେହେତୁ ଶୀତଟା ଏତେ ଜୋରରେ ମାତ୍ରାରେ ମାଡ଼ି ଆସିଲାଣି, ମୁଁ କହିଲି ଯାଉଛି ଦହିବରାଟା ବନେଇଦେବି। ଆଉ ଶୀତ ଦିନେ ଖାଇ ହବ କି ନାହିଁ ଜଣାପଡ଼ୁନି। ଏବେଠୁ ଯାଉଛି ଗୋଟେ ଲାଷ୍ଟ ଦହିବରାଟା ବନିଯାଉ ଆଉ। କିନ୍ତୁ ମୁଁ ଏଇଟା ଓଡ଼ିଶା ଦହିବରା କରିନଥିଲି। ଏଇଟା ମୁଁ ଯେଉଁ କରିଥିଲି ଏଇଟା ହେଉଛି ମୁଁ ମିଠା ଦହିବରା କରିଥିଲି। ମୋ ପୁଅର ଟିକେ ଫେଭରାଇଟ୍ ମିଠା ଦହିବରା, ତ ସେଥିପାଇଁ ମୁଁ ମିଠା ଦହିବରାଟା କରିଥିଲି। କ'ଣ କରିଥିଲି, ମୁଁ ବିରିଟା ନା ଟିକେ ବତୁରେଇକି ରଖିଦେଇଥିଲି ଆଉ ବାଟି ଦେଇଥିଲି। ତାକୁ ବାଟିକି ସାଙ୍ଗେ ସାଙ୍ଗେ ମୁଁ ଟିକେ ଫେଣେଇ ଦେଇଥିଲି। ଫେଣେଇଲେ କ'ଣ ହବ, ଟିକେ ବରାଟା ଫୁଲିକି ହବ ଆଉ ଟିକେ ସଫ୍ଟ ହେଇଯିବ। ତା ଦେହରେ କିଛି ଆପଣଙ୍କୁ ଆଡ଼୍ କରିବାକୁ ପଡ଼ିବନି। ମୁଁ ଏଥିରେ କିଛି ବି ଆଡ଼୍ କରିନଥିଲି, ଖାଲି ବିରିରେ ମୁଁ ଏଇଟା କରିଥିଲି। ତ ମୁଁ ଏଇଟା ଯେତେବେଳେ ଛାଣିଦେଲି, ଦେଖନ୍ତୁ କେତେ ବଢ଼ିଆରେ ଫୁଲି ଯାଇଥିଲା। ଫୁଲିକି ତ ବାହାରି ବି ପଡ଼ୁଥିଲା, ପୁରା ଲାଗି ଯାଉଥିଲା, କିନ୍ତୁ ତଥାପି ବଢ଼ିଆରେ ହେଇଯାଇଥିଲା। ତାପରେ ଏଇଟା ଯେତେବେଳେ ବନିଗଲା, ମୁଁ ତାକୁ ଟିକେ କ'ଣ କଲି, ଛାଣିକି ଟିକେ ଖାଲି ସାଧା ପାଣିରେ ତାକୁ ଟିକେ ପକେଇ ଦେଇଥିଲି। 5 ମିନିଟ୍ ବତୁରି ଯାଇଥିଲା, ପାଣିରେ ରହିଗଲା ପରେ ସେ ଅଟୋମେଟିକ୍ ଏତେ ସଫ୍ଟ ହେଇଯାଇଥିଲା ଯେ ତାପରେ ତାକୁ ଟିକେ ଦହି ଆଡ଼୍ କରିକି ଦହି ପାଣିରେ ମୁଁ ତାକୁ ସେସବୁ ବାହାର କରିଦେଇକି ଏଥିରେ ପୁଣି ଟିକେ ପକେଇ ଦେଇଥିଲି। ତାପରେ ଏଇଟା ତ ବେଶ ବଢ଼ିଆ ଫୁଲି ଯାଇଥିଲା ଆଉ ବଢ଼ିଆରେ ହେଇଯାଇଥିଲା। ଯେଉଁମାନେ ମିଠା ଖାଉନାହାନ୍ତି ସେମାନେ ତ ଲୁଣ ପକେଇକି ଆଉ ଲଙ୍କାଗୁଣ୍ଡ ପକେଇକି ତା ସହିତ ଆଳୁଦମ, ଆମ ଓଡ଼ିଶାରେ ଯେଉଁ ମିଳେ ପ୍ରସିଦ୍ଧ ବରାଟା, ସେଇଟା ତ କରିପାରିବେ। କିନ୍ତୁ ମୁଁ ଆଜି ଟିକେ ମିଠା କରିଥିଲି, ସେଥିପାଇଁ ମୁଁ କ'ଣ କରିଥିଲି, ଟିକେ ଦହିରେ ଚିନି ଆଡ଼୍ କରିକି ତାକୁ ଟିକେ ଏମିତି ଫେଣ୍ଟି ଦେଇଥିଲି। ସେ ବଢ଼ିଆ ହେଇଯାଇଥିଲା। ଫେଣ୍ଟି ଦେଲା ପରେ ଦେଖନ୍ତୁ ଏମିତି ହେଇଯାଇଥିଲା। ତାପରେ ମୁଁ ଏଠି ଗୋଟେ ବଢ଼ିଆ ଚଟଣି କରିଥିଲି, କାରଣ ସସ୍ଟା ବି ସବୁବେଳେ ଖାଇବାଟା ଭଲ ନୁହେଁ, ଦେହ ପାଇଁ ବିଲକୁଲ ଭଲ ନୁହେଁ। ସେଥିପାଇଁ ମୁଁ ଏଇଟା ଗ୍ରୀନ୍ ଚଟଣିଟା ଟିକେ କରିଥିଲି। ଗ୍ରୀନ୍ ଚଟଣି କ'ଣ ପକେଇଥିଲି, ଧନିଆ ପତ୍ର ଆଉ ତା ସହିତ ଟିକେ ପୋଦିନା ପତ୍ର ଆଡ଼୍ କରିଥିଲି। ପୋଦିନା ପତ୍ରଟା ବଢ଼ିଆ ଟେଷ୍ଟ ବି ଲାଗେ ଆଉ ତାର ଯେଉଁ ବାସ୍ନାଟା ବଢ଼ିଆ ଆସେ। ତେଣୁକରି ପୋଦିନା ପତ୍ର ଟିକେ ପକେଇ ଦେଇଥିଲି। ତା ସହିତ ମୁଁ ଏଥିରେ ଲଙ୍କା ଆଉ ଅଦା ଖଣ୍ଡେ, ଅଳ୍ପ ଟିକେ ଅଦା ପକେଇବେ, ଆଉ ତାର ଟେଷ୍ଟ ପାଇଁ ଲୁଣ ଆଉ ଲେମ୍ବୁଟା ପକେଇବେ, କାରଣ ତାର କଲର୍ଟା ହିଁ ଗ୍ରୀନ୍ କଲର୍ଟା ରହିବ। ଆଉ ଟିକେ ବାଦାମ ଭଜା କରିକି ଏଥିରେ ଟିକେ ଆଡ଼୍ କରିଦେଇଥିଲି। ତାପରେ ତାକୁ ମୁଁ କରିଦେଇଥିଲି। ଏଇଟା ହେଇଯାଇଥିଲା ଆମର କ'ଣ, ଏଇଟା ଆମର ବନିଯାଇଥିଲା ଗ୍ରୀନ୍ ଚଟଣି। ତାପରେ ମୁଁ ଯେଉଁ ଦହିବରା ବନେଇଥିଲି, ଦହିବରାକୁ ବାସ୍ ବଢ଼ିଆ ବନିଗଲା। ଆଉ ଦହିବରା ସହିତ ଗ୍ରୀନ୍ ଚଟଣି, ଦହିଟା ଯେଉଁ ରଖିଥିଲି ଫେଣ୍ଟିକି ପକେଇଦେଲି, ଗ୍ରୀନ୍ ଚଟଣି ସହିତ ମୁଁ ଏଠି ଟିକେ ଇମଲି ଚଟଣି ଆଡ଼୍ କରିଦେଇଛି। ଇମଲି ଚଟଣିଟା ବି ମୁଁ ଘରେ ବନେଇଥିଲି, ଆଗରୁ ମୋ ପାଖରେ ଥିଲା। ତା ସହିତ ମୁଁ କ'ଣ ଆଡ଼୍ କରିଥିଲି, ଟିକେ ଚିଲି ଫ୍ଲେକ୍ସ ଆଡ଼୍ କରିଦେଇଥିଲି ଆଉ ଟିକେ ବ୍ଲାକ୍ ସଲ୍ଟ ଆଡ଼୍ କରିଦେଇଥିଲି। ଆଉ ବେଶ ଏବେ ତ ଦହିବରାର ମଜା ବଢ଼ିଆ ଆସିବ। ଆଉ ଆପଣ ଘରେ ବନାନ୍ତୁ, ଖାଆନ୍ତୁ, ଆଉ କେମିତି ଲାଗିଲା ମୋତେ କମେଣ୍ଟସରେ ପ୍ଲିଜ୍ ଜଣାନ୍ତୁ। ଧନ୍ୟବାଦ। ରହିଲି।